ମାର୍କଣ୍ଡେୟ ପୁରାଣ ଜୟଦ୍ରଥର ରାଜ୍ୟାଭିଷେକ। ଶୁଣ ସାଧୁଜନେ ସାବଧାନେ ଅନୁରାଗେ, ଅମିୟ ବାରତା କହୁଅଛି ତୁମ୍ଭ ଆଗେ। ଯେ ଅବା ଅଜ୍ଞାନେ କରେ ଶ୍ରବଣରେ ପାନ, ତରିଯିବ ଭବ ନଦୀ ଏ ସତ୍ୟ ବଚନ। ମାରକଣ୍ଡ ଋଷିଙ୍କୁ ଯେ ରାଜା କଲା ପୁଛା, ମହାଋଷି ପୂର୍ଣ୍ଣ କର ମୋର ମନୋବାଞ୍ଛା। କଥାଏ ମୁଁ ପଚାରିବି କହ ମହାଋଷି, ରାଜ୍ୟ ଧନ ଛାଡ଼ି ମୁହିଁ ହେଲି ବନବାସୀ। ପୁତ୍ର ଦ୍ୱାରା ତ୍ୟାଗ କରି ପଶିଲି ମୁଁ ବନେ, ପରମ ଗତି ଲଭିଲି ତୁମ୍ଭ ଦର୍ଶନେ। ପୁତ୍ର ମୋର ଜୟଦ୍ରଥ ରହିଲା ନବରେ, କି କଥା ବିଚାରିଲା ରାତ୍ର ପ୍ରଭାତରେ। ସେ କଥା ହେ ମହାଋଷି ଯୋଗାଭ୍ୟାସେ କହ, ଶୁଣି ଦୂର ହୋଇଯିବ ମନରୁ ସନ୍ଦେହ। କୁଶଳେ ମୋହର ପୁତ୍ର ହୋଇଲାଟି ରାଜା, ପାତ୍ର ଅମାତ୍ୟ ତାହାକୁ କଲେ ଟିକି ପୂଜା। ଖଟଣି ରାଜାଏ ତାକୁ ଖଟିଲେ କି ଆସି, ଜୟଦ୍ରଥର ମଙ୍ଗଳ କହ ମହାଋଷି। ମୁନି ତହୁଁ ବୋଇଲେ ହେ ଶୁଣ ଶ୍ରୀରାଜନ, ଯେଉଁଦିନ ଅଇଲୁ ତୁ ଗହନ କାନନ। ଥୋକା ଏକ ବେଳ ଅନ୍ତେ ପାହିଲା ରଜନୀ, ସିନ୍ଧୁ ଦେଶେ ପ୍ରବେଶିଲା ଅନ୍ଧ ମହାମୁନି। ତୋର ସିଂହଦ୍ୱାରେ ଯାଇ ହୋଇଲେ ପ୍ରବେଶ, ଦ୍ୱାରୀ ପ୍ରତିହାରୀଙ୍କୁ ଯେ ଡକାଇଲେ ପାଶ। ମୁନି ଆଜ୍ଞା ଦେଲେ ଯାଇ କହିବ ରାଜାଙ୍କୁ, ଅନ୍ଧ ମହାମୁନି ଆଜି ଭେଟିବେ ତୁମ୍ଭଙ୍କୁ। ଶୁଣି ଦ୍ୱାରପାଳ ତହୁଁ ବଡ଼ ବେଗ ଗଲା, ଛାମୁ ଖୁଣ୍ଟିଆଙ୍କୁ ଯାଇ ସନ୍ଦେଶ କହିଲା। ବୋଇଲା ଜଣାଅ ନୃପତିଙ୍କୁ ବେଗ କରି, ଦ୍ୱାରେ ଆସି ରହିଛନ୍ତି ଅନ୍ଧ ତପଚାରୀ। ଖୁଣ୍ଟିଆ ମିଳିଲା ଯାଇ ଶୟନ ମନ୍ଦିରେ, ନୃପତି ନାହାନ୍ତି ଦେଖି ବିସ୍ମୟ ଅନ୍ତରେ। ସେଠାରୁ ଖୁଣ୍ଟିଆ ବେଗେ ବେଗେ ଚଳିଗଲା, ଭିତରେ ମୁଦୁସୁଲୀଙ୍କୁ ରାଇଣ କହିଲା। ରାଜା ବିଜେ କରିଛନ୍ତି ରାଣୀ ହଂସପୁରେ, ଅନ୍ଧମୁନି ବିଜେ କରିଛନ୍ତି ସିଂହଦ୍ୱାରେ। ଦାସୀ ବୋଇଲା ନାହାନ୍ତି ଅନ୍ତପୁରେ ରାଏ, ପ୍ରଭାତେ ଏଥେ କିମ୍ପାଇଁ କରିବେ ବିଜୟ। ମୁଦୁସୁଲୀ ବଚନରେ ଖୁଣ୍ଟିଆ ଯେ ଗଲା, ପ୍ରତିହାରୀ ଅଗ୍ରତରେ ସକଳ କହିଲା। ନୃପତି ନଥିବା ଶୁଣି ନିଯୋଗୀ ଚାକରେ, ଆତଙ୍କ ମନେ ଲୋଡ଼ନ୍ତି ସକଳ ସ୍ଥାନରେ ଶୟନ ସ୍ଥାନ ଯେ ଆଉ ଅବକାଶ ସ୍ଥାନ। ଜଗତି ଆସ୍ଥାନେ ଚାରିପାଶେ ସିଂହାସନ, ତୋଟାପୁରୀ ମନ୍ଦିର ଯେ ମୌନ ମାଳିଆ। ନାଟପା ମନ୍ଦିର ଅଳଙ୍କାର ଛାମୁଣ୍ଡିଆ, ଦେବାର୍ଚ୍ଚନ ନବର ଆବର ପାଞ୍ଜିଶାଳ। ଖୋଜନ୍ତି ଯେ ଭୃତ୍ୟଜନେ ହୋଇ ଏକମେଳ, ବାଡ଼ି ଘର ଯେ ଭଣ୍ଡାର ଘର ଆଦି କରି। ଚାଙ୍ଗଡା ଘର ଆବର ସକଳ ନଗରୀ, ଅନୁସରି ଲୋଡ଼ନ୍ତି ସେ ନଗ୍ର ଚଉପାଶ। ନୃପତିଙ୍କୁ ନ ଦେଖିଣ ମନରେ ବିରସ, ବୋଲନ୍ତି ଅନ୍ୟ ସ୍ଥାନରେ ଖୋଜିଲେ କି ହେବ। ଗୁପତ ହୋଇ ନୃପତି ଏକା କିମ୍ପା ଥିବ, କେହି ତାଙ୍କୁ ନ ଦେଖିଲେ ରାଜା କେଣେ ଗଲେ। ଗୋପତେ କେବଳ ଶତ୍ରୁ ଅବା ବିନାଶିଲେ, କିଏ ବା ନୃପତିଙ୍କର ବୟସ ସରିଲା। ତପ କରିବାକୁ ଅବା ବନସ୍ଥକୁ ଗଲା, ଏତେ ବୋଲିଲା ଲୋଡ଼ନ୍ତି ପଶ୍ଚିମ ଦୁଆରେ। ବାରତା କହିଲେ ଜୟଦ୍ରଥର ଆଗରେ, ସାବଧାନ ହୋଇ ଏବେ ଶୁଣ ନୃପମଣି। ନରପତି କେଣେ ଗଲେ ଆଜର ରଜନୀ, ଭୃତ୍ୟଜନ କାହାକୁ ତ ସଙ୍ଗତେ ନ ନେଲା। ପଶ୍ଚିମ ଦ୍ୱାରମାନ ଯେ ହୋଇଥିଲା ମେଲା, ନିଶ୍ଚୟ ନୃପତି ଏବେ ନାହାନ୍ତି ଏଠାରେ। ତଥ୍ୟ ବାରତା କହିଲୁ ତୁମ୍ଭର ଛାମୁରେ, ବିଚାରିଣ ଆଜ୍ଞା ଦିଅ କି ବୁଦ୍ଧି କରିବା। ସୈନ୍ୟ ସଜ କରନ୍ତୁ ରାଜାଙ୍କୁ ଲୋଡ଼ିବା। ଜୟଦ୍ରଥ ବୋଲେ ଆଣ ମନ୍ତ୍ରୀ କି ହକାରି, ଶୁଣିଣ ଡଗର ଗଲା ବେଗ ହୋଇ କରି। ବିଦ୍ୟାଘର ମନ୍ତ୍ରୀ କି ଯେ ବୋଲେ ବେଗ ଆସ, ଗୋପତେ ତୁମ୍ଭଙ୍କୁ ଡାକିଛନ୍ତି ରାଜଶିଷ୍ୟ। ଶୁଣି ବଡ଼ ବେଗେ ଉଠି ଆସେ ବିଦ୍ୟାକର, ଅନ୍ଧମୁନିଙ୍କୁ ଭେଟିଲା ରାଜସିଂହଦ୍ୱାର। ମୁନିଙ୍କି ଦେଖିଣ ମନ୍ତ୍ରୀ ଶିରେ ଦେଲା କର, ପଚାରିଲା କି ନିମନ୍ତେ ବିଜେ ତପିବର। କଲ୍ୟାଣ କରି ବୋଲନ୍ତି ଅନ୍ଧ ମହାଋଷି, ରାଜାଙ୍କୁ ଭେଟିବା ପାଇଁ ଆମ୍ଭେ ଆସି। କେମନ୍ତେ ଭେଟିବୁ ତାଙ୍କୁ ସେହି ନୃପମଣି, ନ କହି ବନକୁ ଗଲେ ଆଜର ରଜନୀ। ମନ୍ତ୍ରୀ ଯହୁଁ ଯାଇ ଜୟଦ୍ରଥ ପାଶେ ହେଲା, ରାଜା କେଣେ ଗଲେ ପାତ୍ର ମନ୍ତ୍ରୀ କି ପୁଛିଲା। ମନ୍ତ୍ରୀ ଶୁଣି ବୋଲେ ଯାଇଛନ୍ତି ବନସ୍ଥକୁ, ପୁତ୍ର ବୋଲେ କିମ୍ପା ଗଲେ ନ କହି କାହାକୁ।
ମନ୍ତ୍ରୀ ବୋଇଲା କି ପାଇଁ କାହାକୁ କହିବ, ଯେପରି ଯାହା କର୍ମରେ ଲିହିଛି ଦଇବ। ସେ କଥାମାନଙ୍କୁ ଏବେ ସବୁ କର ଦୂର, ତୋହର ଶୁଭ ଏବେ ତୁ କର ହେ ବିଚାର। ମୁନି ଆସି ଉଭା ହୋଇଛନ୍ତି ତୋର ଦ୍ୱାରେ, କହ ଯା ବୃତ୍ତାନ୍ତ ସବୁ ତାହାଙ୍କ ଆଗରେ। ଶୁଣିଣ ପୁତ୍ର ତୋହର ଉଠିଲା ତଡ଼ତି, ମୁନିଙ୍କ ପାଦ ଧରିଣ ଶୋଇଲା କୋଧାତି। ନିଅ ଆଜ୍ଞା ଦେଲେ ଉଠ ଉଠ ହୁକୁମର, କହ ତୋର ସବୁ କଥା ଆମ୍ଭର ଛାମୁର। ଶୁଣିଣ କୁମରମଣି ଉଠି ବେଗ ହୋଇ, ବୋଇଲା ହେ ସାବଧାନେ ଶୁଣିବା ଗୋସାଇଁ। ମୁହିଁ ହୀନ ଚାଣ୍ଡଳ ଯେ ହୀନ କର୍ମ କଲି, ପିତାଙ୍କୁ ମାରିଣ ରାଜା ହୋଇ ବି ଲୋଡ଼ିଲି। ସେ କଥା ପିତାମହର ବାରତା ପାଇଣ, ବନବାସୀ ହୋଇଲେ ହେ ଆଜଗୁପତେଣ। ମୁଁ ଏବେ କେମନ୍ତେ କରିବଇ ମହାରୁଷି, ମହତ ପୁରୁଷ ମୋତେ ବିଚାରି କହସି। ଅନ୍ଧମୁନି ବୋଇଲେ ହୋ ଶୁଣ ରାଜସୁତ, ବାଳୁତ ବୟସ ଯେ ତୁହି କଲୁ ମନ୍ଦ କୃତ୍ୟ। ପାପ ପୁଣ୍ୟ ଦୁହିଁଙ୍କୁ ତୁ ନ କଲୁ ବିଚାର, ସମ୍ପଦକୁ ଆଶା କରି ଧର୍ମ କଲୁ ଦୂର। ତୋତେ ଆଉ କି କହିବୁ ଆମ୍ଭେ ଧର୍ମ କଥା, ସ୍ୱରୂପ କଥା କହିଲେ ପାଇବୁ ତୁ ବ୍ୟଥା। ଅଜ୍ଞାନୀମାନଙ୍କ ଶାସ୍ତ୍ର ବିଚାର କହିଲେ, ଶତ୍ରୁପ୍ରାୟ କମଣନ୍ତି ମନକୁ ନଇଲେ। ସୁଖ ପାଉ ମନରେ ବା ଅସୁଖ ସେ ପାଉ, ପଣ୍ଡିତ ଜନ ତାହାକୁ କହିବା ବା କାହୁଁ। ଯେ ଜନ ଯାଆନ୍ତି ସଦା ଅଜ୍ଞାନୀ ମତିଣ, ନିନ୍ଦନ୍ତି ଦେବତା ଗୁରୁ ଶାସ୍ତ୍ର ଯେ ପୁରାଣ। ବିପ୍ରଙ୍କୁ ଯେ ଜନ ନିତ୍ୟେ କରେ ଉପହାସ, ସୁଜନ ଲୋକଙ୍କୁ ମିଛେ ଦିଅନ୍ତି ଯେ ଦୋଷ। ଗୁରୁ ତିଆରିଲେ ଯେଣୁ ମଣନ୍ତି ଅସୁଖ, ମାତା ବୋଲ ଭାଙ୍ଗି ଯେହୁ ହୁଅନ୍ତି ବିମୁଖ। ପରର ସ୍ତ୍ରୀ ରତନ ଯେ ହରନ୍ତି ଆନନ୍ଦେ, କୁଟୁମ୍ବ ସଙ୍ଗତେ ଯେହୁ ସଦା ଥାଏ ଦ୍ୱନ୍ଦେ। ପ୍ରଭୁଙ୍କୁ ବୋଲନ୍ତି ଯେହୁ ପ୍ରାଣୀ ମନ୍ଦ ଭାଷା, ଗୌରବ ସ୍ତ୍ରୀଙ୍କି ଯେହ୍ନେ କରେ ପ୍ରୀତି ଆଶା। ମାତାଙ୍କୁ ଯେ ବଣ ପୁତ୍ର ଚିନ୍ତଇ ପ୍ରମାଦ, ଅବଶ୍ୟ ହୁଅନ୍ତି ଏତେ ଲୋକ ଶିରଚ୍ଛେଦ। ତୁ ଯେ ପୁତ୍ର ହୋଇ ପିତାଠାରେ ଦ୍ରୋହ କଲୁ, ଅନେକ ମହାପାତକ ଆପେ ଅରଜିଲୁ। ଶୁଣି ଜୟଦ୍ରଥର ଯେ ନ ସ୍ଫୁରଇ କଥା, ବିସ୍ମୟ ହୋଇଣ ମନେ ପାଇଲେ କ ବ୍ୟଥା। ଜୟଦ୍ରଥ ମନ କଥା ଜାଣି ମୁନିବର, ବିଚାରିଲେ ଭୟ ନିଶ୍ଚେ କଲା କୁମର। ପ୍ରସନ୍ନ ହୋଇ ବୋଇଲେ ପୁଣି ମହାରୁଷି, ମନରେ ନଭାଳ ଆଉ କିଛି ରାଜଶିଷି। ଯାହା ତୁହି ବାଞ୍ଛା କଲୁ ତାହା ତ ହୋଇଲା, ବାପ ସୁଖ ପାଇଲେ କ ତୋର କିସ ଗଲା। ଏବେ ଆମ୍ଭେ ତୋତେ ନିଶ୍ଚେ କରିବା ନୃପତି, ମନରୁ ତୁ ଦୂର କର ସର୍ବ ଭୟ ଭୀତି। ମନ୍ତ୍ରୀ କିରାଇ ବୋଇଲେ ବହନ ତୁ ଯାଅ, ଅଭିଷେକର ଯୋଗାଡ଼ ଛାମୁକୁ ଅଣାଅ। ଆଜ୍ଞା ପରମାଣେ ବିଦ୍ୟା କର ମନ୍ତ୍ରୀ ଗଲା, ଯେତେକ ଯୋଗାଡ଼ ଲୋଡ଼ା ସବୁ ଅଣାଇଲା। ତା ଦେଖି ଜୟଦ୍ରଥର ଆନନ୍ଦିତ ମନ, ବିଚାର ଏବେ ମୁହିଁ ହୋଇବି ରାଜନ। ମୁନି ଯେ ନାହିଁ କରିବେ ବୋଲି ଜାଣିଥିଲା, ତାଙ୍କ ଅନୁରାଗ ଦେଖି ଆନନ୍ଦ ହୋଇଲା। ମୁନି ତହୁଁ ଆଜ୍ଞା ଦେଲେ ଆସନ୍ତୁ ନିଯୋଗେ, ଯେ ଯାହାର ସେବାରେ ଲାଗନ୍ତୁ ଯାଇ ବେଗେ। ଋଷି ଆଜ୍ଞା ପାଇ ମନ୍ତ୍ରୀ ବରର ଆଦେଶେ, ନିଯୋଗୀ ଲୋକ ଆସିଣ ମିଳିଲେ କ ପାଶେ। ମନ୍ତ୍ରୀ ବୋଇଲେ କ ତୁମ୍ଭ ନୃପତିର ବନ୍ଧୁ, ମହତ ପଣରେ ତୁମେ ସର୍ବଗୁଣେ ସାଧୁ। ଅନୁରାଗୀ ଯୋଗୁ ତୁମେ ବୋଲାଅ ନିଯୋଗୀ, ନୃପତି ପତି ତୁଲରେ ହୁଅ ତୁମ୍ଭେ ଭୋଗୀ। ରାଜନିଯୋଗୀ ବ୍ୟତୀତ ନୁହଁ ତୁମ୍ଭେ ଭିନ୍ନ, ତୁମ୍ଭଙ୍କୁ ଘେନିଣ ରାଜ୍ୟ କରଇ ପାଳନ। ଏବେ ବିପତ୍ତି ପଡ଼ିଲା ଆସି ବିଧି ଯୋଗେ, ସୁରଥ ନୃପତି ଚଳି ଗଲା ବନ ଭାଗେ। ତପ ଆଶ୍ରୟ କରିଲା ଛାଡ଼ି ରାଜବିଧି, ଏବେ ଆମେମାନେ କହ କରିବା କି ବୁଦ୍ଧି। ତାହା ଶୁଣି ଏମନ୍ତେ ବୋଇଲେ ପ୍ରଜା ଯେତେ, ପାତ୍ର ମହାପାତ୍ର ଆଦି ଲୋକ ଥିଲେ ଯେତେ। ବୋଇଲେ ନୃପତି ଯେବେ ହେଲେ ତପଚାରୀ, ରାଜାର ପୁତ୍ରକୁ କରିବାକୁ ଦଣ୍ଡଧାରୀ। ସବୁଙ୍କରି ମନକୁ ଯେ ରୁଚିଲା ସେ କଥା, ଜୟଦ୍ରଥ ଜେନାମଣି ହେବେ ମହାରଥା। ଅନ୍ଧମୁନି ବୋଇଲେ ହେ ବିଦ୍ୟା କର ଯାଅ, ଜୟଦ୍ରଥ ନୃପତିଙ୍କୁ ମାଜଣା କରାଅ। ମନ୍ତ୍ରୀ ଆଜ୍ଞା ଦେଲେ ଜେଠୀମାନଙ୍କୁ ଜେରାଇ, ମାଜଣା କରାଅ ନୃପତିଙ୍କି ବେଗେ ଯାଇ। ମନ୍ତ୍ରୀବର ବାକ୍ୟ ଚଳିଗଲେ ଜେଠୀମାନେ, ରାଜାଙ୍କୁ ମାଜଣା କଲେ ଅନେକ ବିଧାନେ। ରାଜାଙ୍କୁ ମାଜଣା ବିଧି କରାଇ ତତ୍କ୍ଷଣେ, ସୁବସ୍ତ୍ର ପିନ୍ଧାଇ ଗଭା ବାନ୍ଧିଲେ ଆପଣି।
କୋଠିଏ ଆଡ଼ ହୋଇଲେ ମାଜଣା ଯେ ସାରେ, ସନ୍ନିଧିରେ ଖଟିଲେ କ ବିପ୍ରଜନ ଚାରି। ପଞ୍ଚାମୃତ ଘେନି ତାଙ୍କୁ ସ୍ନାନ କରାଇଲେ, ତୀର୍ଥ ଜଳ ଘେନି ରାଜା ଶ୍ରୀଅଙ୍ଗେ ଢାଳିଲେ। ପହଣ୍ଡି ମଣାଇ ପୁଣି ଆଣି କିଛି ଦୂର, ବିଜେ କରାଇଲେ ସ୍ୱର୍ଣ୍ଣ ପିଢ଼ାର ଉପର। ନାନାବିଧ ଅଳଙ୍କାର ମଣ୍ଡି କଳେବରେ, ମଙ୍ଗଳ ଆରୋପଣ ଯେ କରନ୍ତି ଛାମୁରେ। ଅନ୍ଧ ମହାମୁନି ସ୍ୱହସ୍ତରେ ପାଟ ଘେନି, ଜୟଦ୍ରଥ ନୃପଶିରେ ବାନ୍ଧିଲେ ତତ୍କ୍ଷଣି। ଅଭିଷେକ ନୃପଶିରେ ବାନ୍ଧିଲେ ଲଲାଟେ, ରତ୍ନହାରମାନ ଖଞ୍ଜି ଦେଲେ କଣ୍ଠତଟେ। ଲଲାଟ ମଧ୍ୟରେ ଦେଲେ ସିନ୍ଦୁରର ଚିତା, ଦକ୍ଷିଣ କରେ ବାନ୍ଧିଲେ ଅସରଳା ସୂତା। ଶ୍ଵେତଛତ୍ରକୁ ଆବର ପୂଜା କଲେ ମୁନି, ଛତ୍ର ଟେକି ଧରାଇଲେ ଜୟଦ୍ରଥେ ଘେନି। ପାଟଗଜ ଅଶ୍ୱାଣୀ ଉଭାରିଲେ ଆଗେ, ଶୁକ୍ଳ ଝିନ ବାସ ଉଡ଼େ ଅତୀବ ସରାଗେ। ଦୁଶୀଳା ରାଣୀଙ୍କୁ ଦିବ୍ୟ ବେଶ କରାଇଣ, ଅନ୍ତପୁର ଭିତରୁ ଆଣିଲେ ଦାସୀଗଣ। ଜୟଦ୍ରଥର କୋଳରେ ବସାଇଲେ ନେଇ, ଅଭିଷେକ ମାଳା ତାହା ଗଳାରେ ଲମ୍ବାଇ। ଅଭିଷେକ ବନ୍ଦାପନା ଚାରିଣ ସତ୍ୱରେ, ରାଣୀଙ୍କୁ ମୁଦୁସୁଲିଏ ନେଲେ ଅନ୍ତପୁରେ। ଜୟଦ୍ରଥ ନୃପତି ଯେ ବିଜୟ ଆସ୍ଥାନେ, ଦର୍ଶନ କଲେ କ ଆସି ସର୍ବଦାସୀମାନେ। ପାଇକ ପୟେଦାର ଯେ ରାଉତ ମାହୁନ୍ତ, ବୀର ମହାବୀର ପାତ୍ର ମିତ୍ର ଯେ ଅମାତ୍ୟ। ଖୁଣ୍ଟିଆ ପଡ଼ିହାରୀ ଯେ ଲେଙ୍କା ଆଦି କରି, ଓଝା ଅଙ୍ଗ ବଳ ସୈନ୍ୟ ଛାମୁରେ ଉଭାରି। ପୌରୋହିତ ଆଦି କରି ବାଦ୍ୟକାର ଯାଏ, ଛତିଶ ନିଯୋଗ ଖଞ୍ଜା ଯେ ବିଧିରୁ ହୁଏ। ସମସ୍ତେ ଆସି ରାଜାଙ୍କୁ ଦରଶନ କଲେ, ଯାର ଯେ ଉଚିତ ଶାଢ଼ୀ ଯେପରି ପାଇଲେ। ରାଜାର ଘୋଷଣା ଶୁଭେ ନଗ୍ର ଚଉକତି, ସୁରଥ ମହାରାଜା ଯେ ଲଭିଲେ ସୁଗତି। ଜୟଦ୍ରଥ ନରପତି ପାଟେ ଅଭିଷେକ, ନିଶ୍ଚୟ କରି ଜାଣିଲେ ଏହା ସର୍ବଲୋକ। ଅଭିଷେକ ବିଧି ଆସ୍ତେ କରିଲୁ ବର୍ଣ୍ଣନ, ମହାଦେବ ଦାସ ଦୋଷ ନ ଧରିବ ଜନ।